ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କଥାକାର ଶ୍ରୀ ତରୁଣକାନ୍ତି ମିଶ୍ରଙ୍କ ଗଳ୍ପ ଜହ୍ନ ରାତିର ଗପ ସରିନାହିଁ। ରୋଷେଇ ଘରୁ ଥାଇ ମା କଅଁଳ ସ୍ୱରରେ ଡାକିଲେ, ପିଲାମାନେ ଆସ ଖାଇବ। ଖାଇବାକୁ ବାଢ଼ିଲା ବେଳେ ମା କେବେ ଏମିତି କଅଁଳ କରି ଡାକନ୍ତି ନାହିଁ। ପାଟି କରି କହନ୍ତି, ଖାଇବାକୁ ବଢ଼ା ହେଲା, ଶୀଘ୍ର ଆସ, କିମ୍ବା ପିଲାଏ କାଚୁରୁ ମାଚୁରୁ ବନ୍ଦ କର, ଖାଇବା ଆସ। ପିଲାଏମାନେ ଆମେ 3 ଜଣ, ବନୁ କକା, ପିଙ୍କି ନାନୀ ଆଉ ମୁଁ। ଯଦି ସେତିକି ବେଳକୁ ବାପା ଦୋକାନରୁ ଫେରିଥାନ୍ତି ତ ସିଏ ବି। ଅଗଣାର ସଞ୍ଜଦୀପ ସେ ଯାଏ ଲିଭି ନଥିଲା। ଜହ୍ନ ତଥାପି ଲଟକି ରହିଥିଲା ଭରତ ମଉସାଙ୍କ କଇଁଥ ଗଛ ଡାଳରେ। ମା ଖାଇବାକୁ ଡାକିଲେ। ଏତେ ଜଲ୍ଦି ଆମେ କେବେ ଖାଉନା, କିନ୍ତୁ ଆଜି ରାତିରେ ଆମକୁ ଶୀଘ୍ର ଶୋଇବାକୁ ହେବ। କାଲି ଖୁବ୍ ସକାଳେ ଉଠିବାର କଥା ଅଛି। କାଲି ଆମେ ଏ ଘର ଛାଡ଼ି ଚାଲିଯିବୁ। ମା ପୁଣି ଡାକିଲେ, ପିଲାମାନେ ଖାଇବାକୁ ବସିପଡ଼। ଆମେ ସବୁ ବସିପଡ଼ିବା କଥା, କିନ୍ତୁ ମୋର ଗୋଟେ କଥା ଚଟକିନା ମନେ ପଡ଼ିଗଲା। ନାନୀ, କ'ଣ ବେ? ତୁ ପୁଣି ମୋତେ ବେ କହିଲୁ? ଭୁଲ ହୋଇଗଲା, ଆଉ ଜମା କହିବିନି। ବିଦ୍ୟାରାଣ, ଆ ମୋ ସାଙ୍ଗେ। ମୁଁ ଆଗେ ଆଗେ ଗଲି, ମୋ ପଛରେ ପିଙ୍କି ନାନୀ। ଆମେ 5 ଖଣ୍ଡ କଦଳୀପତ୍ର ଧୋଇଲୁ। ତାପରେ ରୋଷେଇ ଘର ପାଖ ବାରଣ୍ଡାରେ ବସିଲୁ। ଗୋଟିଏ ପତ୍ର ବନୁ କକାଙ୍କର, ଗୋଟିଏ ପିଙ୍କି ନାନୀର, ଗୋଟିଏ ମୋର, ବାକି 2ଟା ବାପା ମାଙ୍କ ପାଇଁ। କଦଳୀପତ୍ରରେ ଆମେ ସବୁଦିନ ଖାଉନା, ଆଜି କଥା ଅଲଗା। ଆମର ସବୁତକ ବାସନକୁସନ ବନ୍ଧା ସରିଛି। ଖଟ, ଆଲମିରା, ଲୁଗାପଟା ତ ଆଗରୁ ବନ୍ଧା ସରିଥିଲା। ଆଜି ରାତିକ ଏଠି କେମିତି କଟେଇ ଦେଲେ କାମ ଶେଷ। ବନୁ କକା ପ୍ଲାଷ୍ଟିକ୍ ଗ୍ଲାସରେ ସମସ୍ତଙ୍କ ପାଇଁ ପାଣି ନେଇ ଆସିଥିଲେ। ଆମେ ବସି ରହିଲୁ ମାଙ୍କ ଅପେକ୍ଷାରେ। ମା ଡାକିଲେ, ଶୁଣୁଛ, ଖାଇବାକୁ ବଢ଼ା ହେବ। ପାଖ ଘରେ ଗୋଟିଏ ପୁରୁଣା ସତରଞ୍ଜି ଉପରେ ସେମିତି ଶୋଇ ରହି ବାପା ଜବାବ ଦେଲେ, ନା, ମୁଁ ଖାଇବି ନାହିଁ, ଭୋକ ନାହିଁ। କଥାଟା କେମିତି ଅବାଗିଆ। ଆଜି ଦିନସାରା ବାପା ଘରେ ଅଛନ୍ତି, ଦୋକାନ ଯାଇନାହାନ୍ତି। ଏପଟ ସେପଟ ହୋଇ ଜିନିଷପତ୍ର ବହୁତ ବନ୍ଧାବନ୍ଧି କରିଛନ୍ତି। 2 ପହର ବେଳେ କହିଲେ ଖାଇବାକୁ ଇଚ୍ଛା ହେଉନାହିଁ, ଏବେ କହୁଛନ୍ତି ଭୋକ ନାହିଁ। ମୁଁ ଜାଣେ କାହିଁକି ତାଙ୍କ ମନ ଦୁଃଖ। ମା କହିଲେ, ଆଜି ଆଉ କିଛି ନାହିଁ, ଭାତ ଆଉ ଆଳୁ ଭଜା, ସେତିକିରେ ଚଳେଇ ଦିଅ। ପିଙ୍କି ନାନୀଟା ଭାରି ରୁଷୁରୀ। ଏଟା ଖାଇବନି, ସେଟା ଖାଇବନି। ପରାଟା ଥିଲେ କହିବ ପୁରୀ ଦିଅ, ପୁରୀ ଥିଲେ କହିବ ଢୋକଲା ଦିଅ। ଆମ୍ବ ଚଟଣି ଖାଇବ, କହିବ ବେଶୀ ମିଠା ହୋଇଯାଇଛି। ଆମ୍ବ ଆଚାର ଖାଇବ, କହିବ ବେଶୀ ଖଟା ହୋଇଯାଇଛି। ଏବେ କିନ୍ତୁ ତା ଢଙ୍ଗ ବହୁତ କମିଯାଇଛି। ଯାହା ଦେଲେ ଚୁପଚାପ ଖାଇଦେବ। ମା ଯାହା ରାନ୍ଧିଥିବେ ତାକୁ ଭାରି ପ୍ରଶଂସା କରିବ। କଦଳୀପତ୍ରରୁ ମୁହଁ ଉଠାଇ ପିଙ୍କି ନାନୀ କହିଲା, ମମ୍ମି, ଆଳୁ ଭଜା ଭାରି ବଢ଼ିଆ ହୋଇଛି। ମା ପାଖକୁ ଆସିଲେ, କହିଲେ, ଆଉ ଆଳୁ ଭଜା ଦେବି? ନାନୀ କହିଲା, ନାଇଁ, ମୋର ଢେର ଅଛି, ଆଉ ତାକୁ ବି ଦିଅ ନାହିଁ, ତାର ବି ବହୁତ ଅଛି। ଆଗ କଥା ହୋଇଥିଲେ ନାନୀ ଝାମ୍ପି ପଡ଼ି କହିଥାନ୍ତା, ଦିଅ ଦିଅ, ଆହୁରି ଦିଅ। ସେ ଏତେ ଏତେ ଆଇସ୍କ୍ରିମ୍ ନେବ, ଚିକେନ୍ ନେବ, ପାଏସ୍ ନେବ, ସବୁ ଛାଡ଼ିବ। କିନ୍ତୁ ଏବେ ସେ ସେମିତି କରେ ନାହିଁ। ଏବେ ତ ଏତେ ଏତେ ଆମ ଘରେ ରନ୍ଧା ହୁଏ ନାହିଁ। ପାଣ୍ଡବ ବି ଆଉ ନାହିଁ ରାନ୍ଧିବା ପାଇଁ। ମା ନିଜେ ସବୁ ରାନ୍ଧନ୍ତି, ବେଳେବେଳେ ନିଜେ ବାସନ ବି ମାଜନ୍ତି। ଲୁଗାପଟା ତ କାଚୁଛନ୍ତି ବହୁତ ଦିନରୁ। ତୁ କାହିଁକି ସେ କେକ୍ଟା ନ ଖାଇ ଅଧା ପକେଇ ଦେଲୁ? ନାନୀ ମୋତେ ଧମକେଇ କହିଥିଲା ମୋ ଜନ୍ମଦିନ ଦିନ, ଏଇ କେତେ ଦିନ ତଳେ। ଆଗଥର ମୋ ଜନ୍ମଦିନ ହୋଇଥିଲା ଅର୍କିଡ୍ ହୋଟେଲରେ। ପ୍ରାୟ 200 ଜଣ ଲୋକ ଆସି ଖାଇଥିଲେ। ମୋତେ ପ୍ରେଜେଣ୍ଟ ଦେଇଥିଲେ। ହାପି ବାର୍ଥଡେ ଟୁ ସିପୁନ୍ ବୋଲି ଗୀତ ଗାଇଥିଲେ। ଏଥର ମୋର ଜନ୍ମଦିନ ହେଲା ଆମ ଘରେ। କେହି ଆସିନଥିଲେ, ମାମୁଁ, ମାଇଁ ଓ ବନୁ କକାଙ୍କ ଛଡ଼ା। ବାପା ମୋତେ ଖାଲି ଗୋଟେ ଟି-ସାର୍ଟ ଦେଇଥିଲେ। ମୋ ମନକୁ ସେଟା ପାଇନଥିଲା ଜମା। ତୁ କାହିଁକି ସେ କେକ୍ଟା ନ ଖାଇ ଅଧା ପକେଇ ଦେଲୁ? ନାନୀ ମୋତେ ପଚାରିଥିଲା। ମୁଁ କହିଥିଲି, ମୋତେ ସେ କେକ୍ଟା ଜମା ଭଲ ଲାଗିଲା ନାହିଁ, କେମିତି ଗୋଟେ ପଚା ପଚା ଗନ୍ଧଉଥିଲା। ମୁଁ ଯେମିତି କ'ଣ ଗୋଟେ ଭାରି ଖରାପ କଥା କହି ପକେଇଛି, ସେମିତି ସେ ଚମକି ପଡ଼ି ଚାହିଁଥିଲା ବାପା ମାଙ୍କୁ। ସେମାନେ ଅଇଁଠା ବାସନ ଉଠାଉଥିଲେ, ମୋ କଥା ଶୁଣିପାରି ନଥିଲେ। ନାନୀ ମୋତେ ସବୁବେଳେ ସାବଧାନ କରିଦିଏ, ଦେଖ, ବେଶୀ ଖାଇବା ଜିନିଷ ନଷ୍ଟ କରିବୁ ନାହିଁ, କଲମ ହଜେଇବୁ ନାହିଁ, ନୂଆ ଜୋତା ପାଇଁ ଜିଦି କରିବୁ ନାହିଁ, ଆଇସ୍କ୍ରିମ୍ ପାଇଁ ପଇସା ମାଗିବୁ ନାହିଁ, ପଙ୍ଖା ବେଶୀ ଘୁରେଇବୁ ନାହିଁ। ପଙ୍ଖା କେମିତି ଘୁରେଇବି ନାହିଁ ଯେ? ଆଗରୁ ତ ଏସି ଥିଲା, ଏବେ ପଙ୍ଖା ନହେଲେ କେମିତି ବସି ପାଠ ପଢ଼ିବି? ନାନୀ ବୁଝେଇବାକୁ ଚେଷ୍ଟା କରେ, କହେ ଯେ ଏବେ ବାପାଙ୍କ ପାଖେ ପଇସା ନାହିଁ। ପଇସା ନାହିଁ ଯଦି ସେ ଦୋକାନରେ ବେଶୀ ବେଶୀ ଜିନିଷ ବିକୁନାହାନ୍ତି। ଲସ୍ ହେଉଛି। ଲସ୍ ମାନେ? ଲସ୍ ମାନେ କ'ଣ ମୁଁ ବୁଝିପାରିଥିଲି। ଲସ୍ ମାନେ
ଗରିବ, ଆମେ ଗରିବ ହୋଇଯାଇଛୁ। ମୁଁ ତୃତୀୟରୁ ଚତୁର୍ଥକୁ ଗଲା ଦିନରୁ ମାନେ ବର୍ଷେ ହେଲା ଆମ ଘରେ କେମିତି ସବୁ ବଦଳି ବଦଳି ଯାଇଛି। ଏବେ ଆମେ ଛୁଟି ଦିନରେ ପୁରୀ କି ବାଙ୍ଗାଲୋର ଯାଉନାହୁଁ, ଏମିତିକି ନନ୍ଦନକାନନ ବି ନୁହେଁ। ଆମ ଗାଡ଼ି ବିକ୍ରି ହୋଇଯାଇଛି। ଫ୍ରିଜ୍ଟା ଖରାପ ହୋଇଯାଇଛି ଯେ ନୂଆ କିଣା ହୋଇ ନାହିଁ। ଆଉ ମୋ ଜନ୍ମଦିନ କଥା ତ ଆଗରୁ କହିଛି। 4 ମାସ ତଳେ ପାଣ୍ଡବ ଭାଇନା କାନ୍ଦି ପକାଇଥିଲା, ମା ବି ଅଳ୍ପ ଟିକେ। ବାପା କହିଲେ, ନାଇଁ ପାଣ୍ଡବ, ତୁମେ ଏବେ ଗାଁକୁ ଫେରିଯାଅ, ଆଉ ଚଳେଇ ହେବ ନାହିଁ। ପାଣ୍ଡବ ଭାଇନା କହିଥିଲା, ନାଇଁ ମାମୁଁ, ସେ ବାପାଙ୍କୁ ମାମୁଁ ବୋଲି ଡାକେ, ଆମ ଗାଁର ଲୋକ ତ। ସେମିତି କହନ୍ତୁ ନାହିଁ, ମୁଁ ଏଠି ଯେମିତି ହଉ ଚଳିଯିବି। ନାଇଁ ପାଣ୍ଡବ, ତୁମେ ଯାଅ, ତୁମର 8 ମାସର ଦରମା ବାକି ରହିଲାଣି, ଦେବାକୁ ସାମର୍ଥ୍ୟ ନାହିଁ। ପୁଣି ଘରର ଖର୍ଚ୍ଚ ବାର୍ଚ୍ଚ ତ ଦେଖୁଛ, ଜଣେ ଅଧିକା ଲୋକ ରହିଲେ। ପାଣ୍ଡବ ଭାଇନା ଆଖିରୁ ଲୁହ ପୋଛିଲା। ତାପରେ ବାପା ମାଆଙ୍କୁ ମୁଣ୍ଡିଆ ମାରି ତାର ଲୁହା ଟ୍ରଙ୍କ ଧରି ବାହାରିଗଲା ରାସ୍ତାକୁ। ସେଇ ଟ୍ରଙ୍କରେ ଥିଲା ବାପାଙ୍କ ପୁରୁଣା ସାର୍ଟ ପ୍ୟାଣ୍ଟ କେତେଟା, ମାଆଙ୍କ ପୁରୁଣା ଶାଢ଼ୀ, ଆଉ ମୋର ଗୋଟେ ପୁରୁଣା ଖେଳନା। ଅନ୍ୟ ଦିନ ହୋଇଥିଲେ ମୁଁ ମୋର ପୁରୁଣା ଖେଳନାଟା ପାଇଁ ମୁଣ୍ଡ ପିଟି ଦେଇ ଭୂଇଁରେ ଗଡ଼ି ଯାଇଥାନ୍ତି, କିନ୍ତୁ ମୋ ମନରେ କ'ଣ ପଶିଲା କେଜାଣି ମୁଁ ଚୁପ୍ ରହିଥିଲି। ପାଣ୍ଡବ ଭାଇନାଙ୍କୁ ଏକୁଟିଆ ମୁଣ୍ଡପୋତି ଚାଲିଯାଉଥିବା ଦେଖି ମା ଆଖି ଲୁହ ପୋଛିଥିଲେ। ତାଙ୍କ ଉପରେ ଘର କାମ ବେଶୀ ପଡ଼ିଗଲା ବୋଲି ନୁହେଁ, ପାଣ୍ଡବ ଭାଇନାଙ୍କୁ ସେ ବହୁତ ଭଲ ପାଉଥିଲେ, ପୁଅ ଭଳି, ମାନେ ମୋ ଭଳି। ପିଙ୍କି ନାନୀ ଆଉ ଥରେ କହିଲା, ମମି, ଆଳୁ ଭଜା ଭାରି ବଢ଼ିଆ ହୋଇଛି। ନା ନା, ମୋର ଆଉ ଦରକାର ନାହିଁ, ସିପୁନର ବି ଦରକାର ନାହିଁ। ନାନୀର ମୋର ଗୋଟେ ଠାର ଭାଷା ଅଛି, ସେଟା ଆଉ କାହାକୁ ଜଣା ନାହିଁ। ସେ କହିଲା ଠାରରେ, ଆଳୁ ଭଜା ମାଗିବୁ ନାହିଁ, ଆଳୁ ଭଜା ଆଉ ନାହିଁ। ଖାଇସାରି ଅଗଣାରେ ଆସି ହାତ ଧୋଉଛି, ମୋ ଆଖିରେ ପଡ଼ିଲା ଆକାଶର ଜହ୍ନ, ଭାରି ସୁନ୍ଦର ଜହ୍ନ। ମୋତେ ଲାଗେ ଆମ ଅଗଣାର ଜହ୍ନ କେବଳ ଆମର ଜହ୍ନ, ଆଉ କାହାରି ନୁହେଁ। ପୁରୀ ସମୁଦ୍ର କୂଳର ଜହ୍ନ, ଉଦ୍ୟାନ ବାଟିକାର ଜହ୍ନ, ରେଳ ଷ୍ଟେସନର ଜହ୍ନ, ସେସବୁ ଅଲଗା। ମୋତେ ହଠାତ୍ ଭାରି କଷ୍ଟ ଲାଗିଲା ଯେ ଏ ଅଗଣା, ଏ ଜହ୍ନକୁ ଛାଡ଼ି ଆମେ ଚାଲିଯାଉଛୁ, ଆମେ କେବେ ଦିନେ ଫେରିବୁ ନାହିଁ। ଏ ଘର ଆମ ଘର, ଜେଜେବାପା ତିଆରି କରିଥିଲେ ବନୁକକା ଜନ୍ମ ହେବା ଆଗରୁ। ବାପା ଏ ଘରଟା ଆହୁରି ବାଗକୁ ଆଣିଥିଲେ, ନୂଆ ରୁମ୍, ନୂଆ ବଗିଚା, ନୂଆ ବାଲକୋନି। ଭାରି ସୁନ୍ଦର ଦିଶୁଥିଲା ଆମ ଘର। କେତେଦିନ ତଳେ ମା କହୁଥିଲେ ଆମକୁ ଏ ଘର ଛାଡ଼ି ଅନ୍ୟ ଘରକୁ ଯିବାକୁ ପଡ଼ିବ। କାହିଁକି? ମୁଁ ପଚାରିଥିଲି। କାହିଁକି କାହିଁକି? ନାନୀ ପଚାରିଥିଲା। ଏ ଘର ବିକ୍ରି ହୋଇଯାଇଛି। କାହିଁକି? ମାଙ୍କ ଆଖି ଅଳ୍ପ ଛଳଛଳ ହୋଇଯାଇଥିଲା। ହସିବାକୁ ଚେଷ୍ଟା କରି କହିଲେ, ଆମେ ଯେଉଁ ନୂଆ ଘରକୁ ଯିବା ତା ପାଖରେ ଗୋଟିଏ ପାର୍କ ଅଛି, ତୁମ ସ୍କୁଲକୁ ବି ପାଖ, ବାପାଙ୍କ ଦୋକାନ ବି। ଆମେ ସବୁ କଥା ଜାଣିପାରିଥିଲୁ ଧୀରେ ଧୀରେ। ସେ ଘରଟା କାଳେ ଭାରି ଛୋଟ, ଫ୍ଲାଟ୍ ଘର, ଗୋଟିଏ ବୋଲି ବାଥରୁମ୍, ଅଗଣା ନାହିଁ କି ବଗିଚା ନାହିଁ। ରାତିରେ ବାପା କିଛି ଖାଇଲେ ନାହିଁ, ମା ବି କିଛି ଖାଇଲେ ନାହିଁ। କଦଳୀପତ୍ର 2ଟା ସେମିତି ପଡ଼ି ରହିଲା ବାରଣ୍ଡାରେ। ଅଗଣାରେ ଜହ୍ନ ଥିଲା ଏକୁଟିଆ। କ'ଣ ହଜେଇ ଦେଲା ପରି ବାପା ଚୁପଚାପ ଘୁରି ବୁଲୁଥିଲେ ଏ ଘର ସେ ଘର। ଆଲୁଅ ଜାଳିଦେଇ କ'ଣ ଦେଖୁଥିଲେ, ପୁଣି ଆଲୁଅ ଲିଭେଇ ଦେଉଥିଲେ। ଘର ସାରା ଦେଖିବାର ତ ଆଉ କିଛି ନଥିଲା, ସବୁ ଘର ଫାଙ୍କା। ଯାହା କିଛି ଜିନିଷପତ୍ର ସବୁ ବନ୍ଧା ଛନ୍ଦା ହୋଇ ରହିଥିଲା ଦାଣ୍ଡ ପାଖ 2ଟି ଘରେ। କାଲି ସକାଳେ ଟ୍ରକ୍ ଆସିବ, ଆମକୁ ରେଡ଼ି ହେବାକୁ ପଡ଼ିବ ଶୀଘ୍ର ଶୀଘ୍ର। ବାପାଙ୍କ ପଛେ ପଛେ ଛାଇ ପରି ମା ବି ଯାଉଥିଲେ। ଡ୍ରଇଂ ରୁମ୍, ଷ୍ଟଡି ରୁମ୍, ଶୋଇବା ଘର, ଠାକୁର ଘର। ଶୋଇବା ଘର ଦୁଆରେ ବାପା ଚୁପଚାପ ଆସି ଠିଆ ହେଲେ, ଯେମିତି କାହାକୁ ମନେ ମନେ ଅପେକ୍ଷା କରିଛନ୍ତି। ପଛରେ ଥାଇ ମା କହିଲେ, ମନେ ଅଛି ବାହାଘର ବାସି ଦିନ ଏ ଘରେ ତୁମେ କେମିତି ମୋତେ ଏକା ଦେଖି ପକାଇ। ମା ହସିବାକୁ ଚେଷ୍ଟା କଲେ, ଯେମିତି ମିଠା ହସ ସେ ହସନ୍ତି କେବେ କେବେ, କିନ୍ତୁ ସେ ହସି ପାରିଲେ ନାହିଁ। ଠସ୍ ଠସ୍ 2 ଟୋପା ଲୁହ ଗଡ଼ି ପଡ଼ିଲା ତାଙ୍କ ଆଖିରୁ। ସେ ଦୂରକୁ ଚାଲିଗଲେ, ଠାକୁର ଘର ଆଡ଼କୁ। ଏ ଠାକୁର ଘର ଜେଜେବାପାଙ୍କର ଅତି ପ୍ରିୟ ଥିଲା। ସବୁଦିନ ସକାଳେ ଧ୍ୟାନ କରନ୍ତି, ରାତିରେ ବସି ଗୀତା ଭାଗବତ ପଢ଼ନ୍ତି। ଜେଜେମା ଚାଲିଗଲା ଦିନଠୁ ମାଛ ମାଂସ ଖାଆନ୍ତି ନାହିଁ। 2 ଖଣ୍ଡି ଧୋତି, 2 ଖଣ୍ଡି ଚାଦର, ଏତିକି। ବହୁତ ଧନୀ ଥିଲେ ଜେଜେବାପା, ପ୍ରକୃତରେ ଜେଜେମା। ବହୁତ ଟଙ୍କା ସୁନା ଗହଣା ଥିଲା ଜେଜେମାଙ୍କର। ଏ ଘର ଜମି ମଧ୍ୟ ଜେଜେମାଙ୍କ ବାପା ଦେଇଥିଲେ। ଜେଜେମା ମରିଗଲା ପରେ ଜାଣ ଜେଜେବାପା ବାବାଜୀ ହୋଇଗଲେ। ଅଧା ସମୟ ବଗିଚାରେ, ବାକି ଅଧା ସମୟ ଏଇ ଠାକୁର ଘରେ। ଭାରି ନିର୍ଲୋଭ ଥିଲେ ଜେଜେବାପା, ମାଙ୍କଠୁ ଯାହା ଶୁଣିବା କଥା। ଭାରି ଉପକାରୀ ବି। ଦୁଃଖୀ ରଙ୍କି ଲୋକଙ୍କ ପାଇଁ ତାଙ୍କ ହାତ ସବୁବେଳେ ଖୋଲା, କିନ୍ତୁ ଯାହା ସେ କରନ୍ତି ଲୁଚେଇ ଲୁଚେଇ। ବାପା ମା ଜମା ଜାଣିପାରନ୍ତି ନାହିଁ। ଜେଜେ କହନ୍ତି ମାଙ୍କୁ, ବୋହୂ, ଏ ଠାକୁରଙ୍କୁ ସବୁଦିନ ପୂଜା କରୁଥିବୁ, ଏ ଠାକୁରଙ୍କ ଖଟୁଲି ତଳେ ତୋର ଭାଗ୍ୟ ରହିଛି। ମା ଅବଶ୍ୟ ନିୟମିତ ପୂଜା କରନ୍ତି, ଧୂପଦୀପ ଦିଅନ୍ତି। ବାପା କହନ୍ତି, ଦାନ କରୁଛନ୍ତି ଭଲ କଥା ଯେ, କିନ୍ତୁ ଆମକୁ ଲୁଚେଇବାର କ'ଣ ଅଛି?
ମୁଁ ତ କେବେ ବାଧା ଦେବା କଥା ଉଠୁନାହିଁ। ମା ଯାହା କହନ୍ତି ଉତ୍ତରରେ, ତା ଅର୍ଥ ଲୋକଙ୍କୁ ଦେଖେଇ ଶୁଣେଇ ଦାନ କଲେ ପୁଣ୍ୟ ମିଳେ ନାହିଁ। ଏଇ ତୁମ ଠାକୁର ନା, ଏଇ ତୁମ ମଧୁସୂଦନ, ବାପା ଦିନେ ହିସ୍ ହିସ୍ ସ୍ୱରରେ କହିଥିଲେ ଯେଉଁଦିନ ବଡ଼ କଚେରୀ ମକଦ୍ଦମାରେ ସେ ହାରି ଯାଇଥିଲେ। କଚେରୀର ଅର୍ଡ଼ର ଧରି ସେ ଘରକୁ ଆସିଥିଲେ। ମା'ଙ୍କୁ ଠାକୁର ଘରେ ବସି ପ୍ରାର୍ଥନା କରିବା ଦେଖି ଦାନ୍ତ ଚିପି କହିଥିଲେ। ମା କିଛି ନ କହି ଚୁପଚାପ ଚାହିଁଥିଲେ ବାପାଙ୍କୁ ନୀରବ ଆଖିରେ, ଯେଉଁଥିରେ ଖାଲି ପ୍ରାର୍ଥନା ଛଡ଼ା ଆଉ କିଛି ନଥିଲା। ସେଇ ମକଦ୍ଦମାରେ ହାରିବା ପରଠୁ ଆମ ଅବସ୍ଥା ଆହୁରି ଖରାପ ହୋଇଗଲା। ଗାଡ଼ି ବିକ୍ରି ହେଲା, ମା'ଙ୍କର ସବୁତକ ଗହଣା ବି। ପିଙ୍କି ପାଇଁ କିଛି ରଖିପାରିଲି ନାହିଁ। ମା ରାତିରେ ଥରେ କାନ୍ଦି କାନ୍ଦି କହିଥିଲେ ବାପାଙ୍କୁ। ବାପା ବି କେମିତି ଅଲଗା ଅଲଗା, ଆଗପରି ହସ ନଥିଲା ତାଙ୍କର। ଆଖି ଦୁଇଟା ତଳକୁ ତଳକୁ ପଶି ଯାଉଥିଲା। ଠାକୁର ଘର ପାଖରେ ମା ଠିଆ ହୋଇଥିଲେ ଚୁପଚାପ। ଅଗଣାରେ ଏକୁଟିଆ ଜହ୍ନ। ବାପା ଧୀର ପାଦରେ ଆସି ପହଞ୍ଚିଲେ। କହିଲେ, ଠାକୁରଙ୍କୁ ସଜାଡ଼ି ରଖିବ ନାହିଁ, ସକାଳେ ଆଉ ସମୟ ନଥିବ ଯେ। ମା ଠିକ୍ କରିଥିଲେ କାଲି ସକାଳେ ଠାକୁରଙ୍କ ବାକ୍ସ ସଜେଇ ରଖିବେ, ଗାଧୋଇ ସାରି ଧୂପଦୀପ ଦେଇ ସାରି। ସେ କ'ଣ ଭାବିଲା ପରି କହିଲେ, ମୁଁ ଭାବୁଛି ଏଇନା ସଜାଡ଼ି ଦେବି। ବାପା କହିଲେ, ତ ଏବେ ହିଁ ସାରିଦିଅ, ବେଶୀ ରାତି କର ନାହିଁ। ବାପା ଚାଲିଗଲେ ଦାଣ୍ଡପଟ ଘରକୁ, ଯାହା ଆଗରୁ ଥିଲା ଡ୍ରଇଂ ରୁମ୍। ସେଇଠି ସେ ତାଙ୍କର ଗୁଡ଼ାଏ ଫାଇଲପତ୍ର ସଜାଡ଼ି ରଖିବେ ଗୋଟିଏ ପେଟି ଭିତରେ। ଅନ୍ଧାର ବାରଣ୍ଡାରେ ମୋତେ ଦେଖିପାରି ସେ କହିଲେ, ସିପୁନ ଯା ଶୋଇବୁ, ପିଙ୍କିକୁ କହ ସେ ଶୋଇପଡ଼ୁ, ଗରମ ଲାଗୁଛି, ପଙ୍ଖାଟା ଦେଇଦବ। ମା ଠାକୁର ଘର ଭିତରକୁ ଗଲେ। ମଧୁସୂଦନଙ୍କ ପାଖେ ବସି ପଡ଼ିଲେ, ଏମିତି ଯେମିତି ସେ ମଧୁସୂଦନଙ୍କର ଗୋଟିଏ ଝିଅ। ମନ ଦୁଃଖ କରି ବସି ପଡ଼ିଛନ୍ତି। ସେ କାନିରେ ଆଖି ପୋଛିଲେ। ମା ପିନ୍ଧିଥିଲେ ଗୋଟେ ଭାରି ସୁନ୍ଦର ଶାଢ଼ୀ, କାଳେ ଖୁବ୍ ଦାମିକା ବି, ଭାରି ପୁରୁଣା, ଭିତରଯାକ ଚିରିଚାରି ଯାଇଛି। ଫୋପାଡ଼ି ଦେଇ ଯିବା ଆଗରୁ ଆଜି ଦିନକ ପିନ୍ଧି ପକେଇଛନ୍ତି। ମୋତେ କାହିଁକି ଏତେ କାନ୍ଦ ଲାଗୁଛି। ଏତେ ସୁନ୍ଦର ଶାଢ଼ୀ ପିନ୍ଧିଛନ୍ତି ମା। ଠାକୁର ଘର ଭିତରେ ନୀଳ ଆଲୁଅରେ ଏତେ ସୁନ୍ଦର ଦିଶୁଛି ତାଙ୍କ ମୁହଁ। ମଧୁସୂଦନଙ୍କ ମୂର୍ତ୍ତି ଚିକ୍ ଚିକ୍ କରୁଛି ବେଦୀ ଉପରେ। ମୋତେ କାହିଁକି କାନ୍ଦ ଲାଗୁଛି। ବାପା ଦିନେ ରାଗିଗଲା ପରି କହିଥିଲେ, ବାଃ, ପୂଜା କରୁଥାଅ ତୁମେ ଦିନରାତି। କ'ଣ ତୁମକୁ ବାପା କହିଥିଲେଟି, ଠାକୁରଙ୍କୁ ଦିନ ପୂଜା କରୁଥିବୁ, ଏଇ ଠାକୁରଙ୍କ ଖଟୁଲି ତଳେ ତୋର ଭାଗ୍ୟ ରହିଛି। ମୁଁ ଚାହିଁଲି ଅଗଣାକୁ। ଏବେ ଜହ୍ନ ଚାଲିଯାଇଛି ଦୂରକୁ, ଶିମୁଳି ଗଛ ସେପାରି ଅଦୃଶ୍ୟ ଆକାଶକୁ। ଅନ୍ଧାର ଭିତରେ ନିଶ୍ୱାସ ଚାପି ରଖି ବସି ରହିଛି ପବନ। ଗଛ କୋରଡ଼ରେ ପେଚାଟିଏ ବସି ସକଉଛି ରହି ରହିକା, ପୁରୁଣା କଥା ମନେ ପକାଇଲା ପରି। ଠାକୁର ଘରେ ଏକୁଟିଆ ମା ମନକୁ ମନ ବସି ମଧୁସୂଦନ, ଆଖଣ୍ଡଳମଣି, ଶିବ ପାର୍ବତୀଙ୍କ ମୂର୍ତ୍ତି ଓ ଫଟୋ ସଜାଡ଼ି ରଖୁଛନ୍ତି ଗୋଟେ କାର୍ଡ଼ବୋର୍ଡ଼ ବାକ୍ସରେ। ଅଳ୍ପ କେତେଟା ମୂର୍ତ୍ତି ଆଉ ଫଟୋ। ଗୋଟିଏ ବଡ଼ ସିନ୍ଦୁକ ଉପରେ ପାଟକନା ବିଛେଇ ଠାକୁରଙ୍କୁ ପୂଜାପାଠ କରୁଥିଲେ ଜେଜେବାପା। ଏବେ ମା ତାହା ହିଁ କରୁଛନ୍ତି। ସିନ୍ଦୁକ ଉପରେ ଠାକୁରଙ୍କ ବେଦୀ। ଲୁହା ସିନ୍ଦୁକଟା ଭାରି ବଡ଼, ବେଶ୍ ଓଜନିଆ। ବାପା କହିଥିଲେ ଖୋଲିବା ଦରକାର ନାହିଁ, ସେଇମିତି ଉଠେଇ ନେଇଯିବା ଆର ଘରକୁ। ମା ଏବେ ବଡ଼ ଶ୍ରଦ୍ଧାରେ ସେ ଲୁହା ସିନ୍ଦୁକକୁ ପୋଛୁଥିଲେ। ଯେତେ ହେଲେ ଆମ ଜେଜେବାପାଙ୍କ ସିନ୍ଦୁକ ନା। ଏତିକିବେଳେ ଠନ୍ କରି ରୋଷେଇ ଘରେ ଗୋଟେ ଶବ୍ଦ ହେଲା। କେହି ଜମାରୁ ଶୁଣିପାରିଲେନି, ହେଲେ ମୁଁ ଶୁଣିପାରିଲି। ମୁଁ ଧାଇଁଗଲି ରୋଷେଇ ଘରକୁ। ଦେଖିଲି ରୋଷେଇ ଘରେ ଏକୁଟିଆ ଠିଆ ହୋଇଛି ପିଙ୍କି ନାନୀ, ଡରରେ ଜଡ଼ସଡ଼ ହୋଇ। ତଳେ ପଡ଼ିଥିଲା ଗୋଟେ କାଚ ବାସନ, ଯେଉଁଥିରେ ମା ଦହି ରଖିଥିଲେ କାଲି ସକାଳେ ଟିକେ ଟିକେ ଖାଇ ଆମେ ଅନୁକୂଳ କରିବୁ ବୋଲି। ଏବେ ସେହି ଦହି ବାସନଟି ତଳେ ପଡ଼ି ଚୁରମାର ହୋଇଯାଇଛି, ଖଣ୍ଡ ଖଣ୍ଡ କାଚ ଚଟାଣଯାକ। ନାନୀ ଭାବିଥିଲା ମୁଁ ଧାଇଁ ଯାଇ ବାପା ମା'ଙ୍କୁ ଏକଥା ରିପୋର୍ଟ କରିଦେବି। ସେଇ ଡରରେ ସେ ବିକଳ ହୋଇ ଖାଲି ମୋତେ ଚାହିଁ ରହିଲା, କିଛି କଥା ନ କହି। ମୁଁ ତା ପାଖକୁ ଆସିଲି। ସକସକ କାନ୍ଦି ପକାଇଲା ନାନୀ। କହିଲା, ନା, ସେ କହିବା କିଛି ଦରକାର ନଥିଲା। ମୁଁ ଦେଖିପାରୁଥିଲି ସବୁ କଥା। ମା ଥକି ଯାଇଛନ୍ତି, ସେଇଥିପାଇଁ ସେ ଆସି ଡେକ୍ଚି କରେଇ ସବୁ ଧୋଇ ରଖିଥିଲା। ଗ୍ୟାସ୍ ଚୁଲିକୁ ପୋଛିଥିଲା, ବେସିନ୍ ସଫା କରିଥିଲା। ସେଇ ପିଙ୍କି ନାନୀ ଯିଏ ଆଗରୁ ପାଣି ପିଇ ଗ୍ଲାସଟା ଧୋଇବାକୁ ବି ରାଜି ନଥିଲା। ଡେକ୍ଚି କରେଇ ଦିଖଣ୍ଡ ଧୋଇ ଥାକରେ ରଖୁ ରଖୁ ଖସି ପଡ଼ିଥିଲା କାଚ ବାସନ ଗୋଟିକ, ଯେଉଁଥିରେ ଥିଲା କାଲି ପାଇଁ ଦହି। ଚଟାଣଯାକ ଖାଲି କାଚ, ଦହି, ଟୋପେ ରକ୍ତ ବି। କାଚ ଟୁକୁରା ଗୋଟାଇବାକୁ ଯାଇ ନାନୀ ମାଡ଼ି ପକେଇଥିଲା ଖଣ୍ଡେ କାଚ, ତା ପାଦରେ ଟୋପେ ରକ୍ତ। କାଇଁ ଦେଖି କହି ମୁଁ ଆଣ୍ଠେଇ ପଡ଼ିଥିଲି ତା ପାଦ ପାଖରେ। ନା, ବେଶୀ ନୁହେଁ, ଟୋପେ ମାତ୍ର ରକ୍ତ। କହିଲି, ରହ ଟିକେ ମଲମ ଆଣି ଲଗେଇ ଦେଉଛି।
ବାପା ମା ଜମା ଜାଣିପାରିବେ ନାହିଁ। ଏତିକି ବେଳେ ଠାକୁର ଘରୁ ମାଙ୍କ ଡାକ ଶୁଭିଲା, ଶୁଣୁଛ? ଥରେ ସେ ଡାକିଲେ ଡରିଗଲା ପରି, ଆଉ ଥରେ ସେ ଡାକିଲେ ଆଶ୍ଚର୍ଯ୍ୟ ହୋଇଗଲା ପରି, ତାପରେ ଡାକିଲେ ଯେମିତି ବାଟବଣା ହୋଇଯାଇଛନ୍ତି ଜଙ୍ଗଲ ଭିତରେ ଅଜଣା ରାସ୍ତାରେ। ଆମେ ସବୁ ଗୋଟି ଗୋଟି ହୋଇ ଠାକୁର ଘରକୁ ଯାଇଥିଲୁ। ବନୁକକା, ବାପା, ମୁଁ, ନାନୀ। ମା ବସିଥିଲେ ଲୁହା ସିନ୍ଦୁକ ପାଖରେ, ଯେମିତି ମନ୍ତ୍ର ବୋଲି କିଏ ତାଙ୍କୁ ପଥର କରିଦେଇଛି। ତାଙ୍କ ସାମ୍ନାରେ ଖୋଲା ପଡ଼ିଥିଲା ଲୁହା ସିନ୍ଦୁକ, ଜେଜେବାପାଙ୍କ ଲୁହା ସିନ୍ଦୁକ। ଠାକୁରମାନଙ୍କୁ ଯତ୍ନରେ ଗୋଟିଏ କାଗଜ ପେଟିରେ ରଖିସାରିବା ପରେ ମାଙ୍କ ଆଖି ପଡ଼ିଥିଲା ଲୁହା ସିନ୍ଦୁକ ଉପରେ, ଜେଜେବାପାଙ୍କ ପୁରୁଣା ଲୁହା ସିନ୍ଦୁକ। ଖଣ୍ଡେ ତଉଲିଆରେ ସିନ୍ଦୁକକୁ ମା ଭାରି ସରାଗରେ ପୋଛିଥିଲେ, ତାପରେ କ'ଣ ଭାବି ତା ଢାଙ୍କୁଣୀ ଖୋଲିଥିଲେ। ଭିତରେ ଥିଲା କେତେଟା ପୁରୁଣା ଶାଢ଼ୀ, ସବୁ ଜେଜେମାଙ୍କର। ତା ତଳକୁ ତାଙ୍କର ଗୋଟିଏ ଫଟୋ। ହସି ହସିକା ଚାହିଁଛନ୍ତି କଣେଇ କଣେଇ, ଯେମିତି ମଜା କଥାଟିଏ ତାଙ୍କୁ ଜଣା, କିନ୍ତୁ ଜେଜେବାପା ମନା କରିଛନ୍ତି କାହାକୁ କହିବା ପାଇଁ। ଫଟୋକୁ ଉଠାଇ ଆଣିଲା ପରେ ତଳେ ଯାହା ଥିଲା ତାହା ଦେଖି ମାଙ୍କ ଆଖି ବୁଜି ହୋଇଗଲା। ହଁ, ଆଖି ତାଙ୍କର ପୁରା ବୁଜି ହୋଇଗଲା। ମୁଁ ଯାଇ ଦେଖିଲା ବେଳକୁ ସେ ସେମିତି ବସି ରହିଥିଲେ ଆଖି ବୁଜି। ଆଉ ବାପା ଗୋଟିଏ ଯନ୍ତ୍ର ପରି କିଛି କଥା ନ କହି ସିନ୍ଦୁକ ଭିତରୁ ବାହାର କରୁଥିଲେ ଗୋଟି ଗୋଟି ଜିନିଷ, ଯେମିତି ଠାକୁରଙ୍କ ଆଦେଶ, ଯେମିତି ଜେଜେବାପାଙ୍କ ହୁକୁମ। ସିନ୍ଦୁକ ଭିତରୁ ବାହାରୁଥିଲା ଗୋଟି ଗୋଟି ସୁନା ମୋହର, ନାନା ରଙ୍ଗର ପଥର, ବୋଧେ ହୀରା, ମୋତି, ମାଣିକ, ପୁଣି କେତେ ପ୍ରକାରର କେତେ ଡିଜାଇନର ଗହଣା। ଠାକୁର ଘର ଭିତରର ନୀଳ ଆଲୁଅରେ ଚକ୍ ଚକ୍ କରୁଥିଲା ସେସବୁ ସୁନା, ରୂପା, ମାଣିକ। ମୁଁ ଜାଣେ, ଭଲ କି ଜାଣେ, ଅନ୍ୟ ଦିନ ହୋଇଥିଲେ ପିଙ୍କି ନାନୀ ଧପାସ୍ କରି ହାମୁଡ଼େଇ ପଡ଼ିଥାନ୍ତା ଆଉ ମାଡ଼ି ବସିଥାନ୍ତା ଗୋଟେ ଗହଣା ଉପରେ, ଏଇଟା ମୁଁ ପିନ୍ଧିବି। ଏବେ ସେ ସେମିତି କିଛି କଲା ନାହିଁ। ମ୍ୟାଜିକ୍ ଶୋ ଦେଖିବା ପରି ସେ ଚୁପଚାପ ଦେଖୁଥିଲା ସିନ୍ଦୁକରୁ ବାହାରି ଆସୁଥିବା ଗୋଟି ଗୋଟି ସୁନା ମୋହରକୁ, ହୀରାନୀଳା, ମୋତି ମାଣିକକୁ। ମୁଁ ତା ପାଖକୁ ଜାକି ହୋଇ ଆସିଲି। ଫିସ୍ ଫିସ୍ କରି ଡାକିଲି, ନାନୀ। ଚାଲ, ତୋ ଗୋଡ଼ରେ ମଲମ ମାରିଦେବି, ନହେଲେ କାଲିକୁ ପାଚିଯିବ, ଭାରି କଷ୍ଟ ପାଇବୁ। ହାତ ଧରାଧରି ହୋଇ ଆମେ ଦୁହେଁ ବାହାରି ଆସିଲୁ ଅଗଣାକୁ। ଅଗଣାରେ ଜହ୍ନ ନଥିଲା। ନଥାଉ, କାଲି ନିଶ୍ଚୟ ତା ସହିତ ଦେଖାହେବ ଏଇ ଅଗଣାରେ, ନହେଲେ ଅନ୍ୟ କୋଉଠି।